ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 ଫାର୍ଷ୍ଟ ସେମିଷ୍ଟାରର ପେପର୍ 1 AECC1, ଯେଉଁଟାକି ଆଉ ଏକ ଲଙ୍ଗ କ୍ୱେଶ୍ଚିନ୍ ଆଲୋଚନା କରିବା। ଆପଣଙ୍କୁ ଗୋଟେ ଅନୁରୋଧ ରହିବ, ଯେଉଁମାନେ ଭିଡ଼ିଓକୁ ଦେଖୁଛନ୍ତି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ମାଧ୍ୟମରେ ମୋ ଭୁଲ ଗୁଡ଼ା ସବୁ ଜଣାନ୍ତୁ। ଓକେ, ଏବଂ ସବସ୍କ୍ରାଇବ୍ କଲା ପରେ ପାଖରେ ଅଲ୍ ବଟନ୍ ଉପରେ କ୍ଲିକ୍ କରିବେ, ଯାହାଫଳରେ ମୁଁ ସର୍ବପ୍ରଥମେ ଭିଡ଼ିଓ ଅପଲୋଡ଼ କଲା ପରେ ଆପଣଙ୍କ ପାଖକୁ ଯିବ। ଓକେ, ଆଜି ଦେଖନ୍ତୁ ପିଲାମାନେ, ମୋର ଗୋଟେ ଟେଲିଗ୍ରାମ ଚ୍ୟାନେଲ୍ ଅଛି, ଯେଉଁଟାକି ୟୁଟ୍ୟୁବରେ ମୁଁ ଦେଇଛି। ଲାଷ୍ଟ ପୁରା ସବା ଯେଉଁ ଏବାଉଟ୍ରେ ମାରିକି ଦେଖିବେ। ଓକେ, ସେଇଠି ମୋ ଟେଲିଗ୍ରାମ ଚ୍ୟାନେଲ୍ଟା ଅଛି, ଟିକେ ଜଏନ୍ କରନ୍ତୁ ସମସ୍ତେ। କାହାର କେଉଁଟା କ'ଣ ପଢ଼ିବା ସବୁ କହିବେ। ଓକେ, ପ୍ରଦୂଷଣ କହିଲେ କ'ଣ ବୁଝ? କେତେକ ମୁଖ୍ୟ ପ୍ରଦୂଷକର ନାମ ଲେଖ। ପରିବେଶରେ ଥିବା ବାୟୁ, ଜଳ ଓ ମୃତ୍ତିକାର ଭୌତିକ, ରାସାୟନିକ ଏବଂ ଜୈବିକ ପ୍ରକୃତିର ଅନିଚ୍ଛାକୃତ ପରିବର୍ତ୍ତନକୁ ପ୍ରଦୂଷଣ କୁହାଯାଏ, ଯାହାଦ୍ୱାରା ମନୁଷ୍ୟ ସହ ସମଗ୍ର ଜୀବଜଗତର ଜୀବନ ଧାରଣ ନିମନ୍ତେ ନାନା ସମସ୍ୟା ସୃଷ୍ଟି ହୋଇଥାଏ। ଏହା ମୁଖ୍ୟତଃ ଏକ ମନୁଷ୍ୟକୃତ ଅପକ୍ରିୟା ଅଟେ। ବିଭିନ୍ନ ପ୍ରକାରର ଅଦରକାରୀ ବସ୍ତୁର ସମାହାରରେ ପରିବେଶର ପ୍ରାକୃତିକ ଉପାଦାନଗୁଡ଼ିକ ବିନଷ୍ଟ ଘଟି ପ୍ରଦୂଷଣ ଘଟିଥାଏ, ଯାହାଦ୍ୱାରା ପ୍ରଦୂଷଣ ଦୂଷିତକରଣର ଭୟାବହତାକୁ ସୂଚାଇଥାଏ। ପରିବେଶ ପ୍ରଦୂଷଣ ଯେଉଁ ପଦାର୍ଥର ଅପମିଶ୍ରଣରେ ପରିବେଶ ପ୍ରଦୂଷଣ ଘଟିଥାଏ ତାହାକୁ ପ୍ରଦୂଷକ କୁହାଯାଏ। ଏହି ପ୍ରଦୂଷକ ଗୁଡ଼ିକ ବିଭିନ୍ନ ପ୍ରକାରରେ ମନୁଷ୍ୟ ଦ୍ୱାରା ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରବେଶ କରିଥାନ୍ତି। ଅପମିଶ୍ରଣ ଗୁଡ଼ିକ ଅଳିଆ ଆବର୍ଜନା ଠାରୁ ଆରମ୍ଭ କରି ଅତି ମାରାତ୍ମକ ତେଜସ୍କ୍ରିୟ ରଶ୍ମି ପର୍ଯ୍ୟନ୍ତ ହୋଇଥାନ୍ତି। ସାଧାରଣତଃ ଯେଉଁ ଅପମିଶ୍ରଣ ଗୁଡ଼ିକ ଦ୍ୱାରା ଜୀବଜଗତର କ୍ଷତି ସାଧନ ହୋଇଥାଏ ତାହାକୁ ପ୍ରଦୂଷକ କୁହାଯାଏ। ପ୍ରକାର ଭେଦରେ ପ୍ରଦୂଷକ ଗୁଡ଼ିକ ଦୁଇ ଶ୍ରେଣୀ ଅଟନ୍ତି, ଯଥା ଜୈବ ନିମ୍ନୀକରଣ ଯୋଗ୍ୟ ପ୍ରଦୂଷକ, ଖରେ ଜୈବ ନିମ୍ନୀକରଣ ଅଯୋଗ୍ୟ ପ୍ରଦୂଷକ। ଜୈବ ନିମ୍ନୀକରଣ ଯୋଗ୍ୟ ପ୍ରଦୂଷକ ପ୍ରାକୃତିକ ବିଶୁଦ୍ଧିକରଣ କ୍ରିୟା ଦ୍ୱାରା ବିଭିନ୍ନ ଅଣୁଜୀବ ଅପଘଟକମାନେ ଏହି ପ୍ରଦୂଷକ ଗୁଡ଼ିକ ସରଳୀକରଣ କରିଦେଇଥାନ୍ତି। ଜୈବ ନିମ୍ନୀକରଣ ଅଯୋଗ୍ୟ ପ୍ରଦୂଷକ ଏହିମାନଙ୍କ ସହିତ ନାନା ପ୍ରକାର ଧାତୁ, କଠିନ ପଦାର୍ଥ, ବହୁ ରାସାୟନିକ କୀଟନାଶକ ପଦାର୍ଥ, ତେଜସ୍କ୍ରିୟ ବସ୍ତୁ ଇତ୍ୟାଦି ଅନ୍ତର୍ଗତ। ଏଗୁଡ଼ିକ ସାଧାରଣତଃ ଅପଘଟିତ ହୋଇପାରନ୍ତି ନାହିଁ। ଅବକ୍ରମିତ ଯୋଗ୍ୟ ପ୍ରଦୂଷକ ଗୁଡ଼ିକ ଯଥା ଆବର୍ଜନା, ମୂତ୍ର, ପଚାସଢ଼ା ଜୈବିକ ପଦାର୍ଥ, କଳକାରଖାନାରୁ ନିର୍ଗତ ବିଭିନ୍ନ ଜୈବିକ ଓ ଅଜୈବିକ ପଦାର୍ଥ ଇତ୍ୟାଦି ପରିବେଶକୁ ପ୍ରଦୂଷିତ କରିଥାନ୍ତି। ଏହି ପ୍ରଦୂଷକ ଗୁଡ଼ିକ ମୁଖ୍ୟତଃ ବାୟୁ, ଜଳ ଓ ସ୍ଥଳ ତଥା ମୃତ୍ତିକା ପ୍ରଦୂଷଣ ଘଟାଇଥାନ୍ତି। ସ୍ତୂପୀକୃତ ବସ୍ତୁ ଅଳିଆ ଆବର୍ଜନା, ପାଉଁଶ, ଧୂଳି, କାରଖାନାରୁ ନିର୍ଗତ ମଳ, ପଚାସଢ଼ା ଜୈବିକ ପଦାର୍ଥ, ଘରୋଇ ଆବର୍ଜନା ଇତ୍ୟାଦି। ବାଷ୍ପ ପଦାର୍ଥ ଅକ୍ସାଇଡ୍ ଅଫ୍ ନାଇଟ୍ରୋଜେନ୍, ସଲଫର ଅକ୍ସାଇଡ୍, ଅଙ୍ଗାରକାମ୍ଳ, ହାଲୋଜେନସ୍ ଇତ୍ୟାଦି। ଅମ୍ଳ କଣିକା, ଗନ୍ଧକ, ନାଇଟ୍ରିକ୍ ଅମ୍ଳ, ହାଇଡ୍ରୋକ୍ଲୋରିକ୍ ଅମ୍ଳ ଇତ୍ୟାଦି। ଧାତୁ ପାରଦ, ଲୁହା, ନିକେଲ, ଜିଙ୍କ୍, ସୀସା, କେଡମିୟମ୍ ଇତ୍ୟାଦି। ରାସାୟନିକ ପଦାର୍ଥ ବିଭିନ୍ନ କୃଷି କାର୍ଯ୍ୟ ନିମନ୍ତେ ବ୍ୟବହୃତ କୀଟନାଶକ ପଦାର୍ଥ ଯଥା କବକ ନାଶକ, ଜୀବାଣୁ ନାଶକ, ବାଳୁଙ୍ଗା ନାଶକ ଇତ୍ୟାଦି। ଫୋଟୋ କେମିକାଲ ଅକ୍ସିଡେଣ୍ଟ ଓଜୋନ୍, ପେରୋକ୍ସୋ, ଏସିଟିଲ୍ ନାଇଟ୍ରେଟ୍ ଇତ୍ୟାଦି। ଜୈବ ରାସାୟନିକ ପଦାର୍ଥ ଇଥର, ବେନଜିନ୍, ଏସିଟିକ୍ ଏସିଡ୍। ତେଜସ୍କ୍ରିୟ ବସ୍ତୁ ଧ୍ୱନି, କଠିନ ବର୍ଜ୍ୟବସ୍ତୁ, ଫ୍ଲୋରାଇଡ୍ ଇତ୍ୟାଦି। ଏହି କାରଣ ଗୁଡ଼ିକରେ ପ୍ରଭାବରେ ପରିସଂସ୍ଥାର ଖାଦ୍ୟ ଶୃଙ୍ଖଳ, ଶକ୍ତି ପ୍ରବାହ ଆଦି ପ୍ରକ୍ରିୟା ଗୁଡ଼ିକ ବିପର୍ଯ୍ୟସ୍ତ ହୋଇଥାନ୍ତି। ଏହା ସହିତ ବେଳେବେଳେ ଦୁଇ ଓ ତାଠାରୁ ଅଧିକ
ପ୍ରଦୂଷକମାନଙ୍କ ମିଳିତ ପ୍ରଭାବ ଦ୍ୱାରା ପରିବେଶ ପ୍ରଦୂଷଣ ଘଟିଥାଏ। ଏହି ମିଶ୍ରଣ ପ୍ରଦୂଷଣ କ୍ରିୟା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ, ଯଥା ସହକ୍ରିୟା ଏବଂ ସମ୍ଭାବ୍ୟ କ୍ରିୟା କୁହାଯାଏ। ଏଇଠି ଭିଡ଼ିଓଟି ସରିଯାଇଛି। ଜୟ ଜଗନ୍ନାଥ। ପିଲାମାନଙ୍କୁ ଆମ ଗୋଟିଏ ଆନ୍ଦୋଳନ ରହିବ, ଆଗେ ସବସ୍କ୍ରାଇବ୍ କରନ୍ତୁ, ଓକେ। ଏ ପାଖରେ ଥିବା ଅଲ୍ ବଟନ୍କୁ କ୍ଲିକ୍ କରନ୍ତୁ। ମୁଁ ଭିଡ଼ିଓ ଯେତେବେଳେ ଅପଲୋଡ଼ କରିବି ଆପଣଙ୍କୁ ସର୍ଭେ ପ୍ରଥମେ ଯିବ, ଓକେ। ଜୟ ଜଗନ୍ନାଥ।